ଶିକ୍ଷା ସପ୍ତାହର ପଞ୍ଚମ ଦିବସକୁ ମୋ ଚ୍ୟାନେଲ ୟୁଏନ୍ ଏଜୁକେସନ୍ ତରଫରୁ ଶିକ୍ଷକ ବନ୍ଧୁମାନଙ୍କୁ ସ୍ୱାଗତ ଏବଂ ନମସ୍କାର ଜଣାଉଛି। 26/7/2024 ଶୁକ୍ରବାର ଅର୍ଥାତ୍ ଶିକ୍ଷା ସପ୍ତାହର ପଞ୍ଚମ ଦିବସଟିକୁ ଦକ୍ଷତା ଦିବସ ରୂପେ ଉତ୍ସର୍ଗୀକୃତ କରାଯାଇଛି। ତ ଯେତେ ଦିବସ ରହିଛି, ଯେଉଁ 7ଟି ଦିବସ ରହିଛି, ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିବସ ହେଉଛି ଦକ୍ଷତା ଦିବସ। କାହିଁକି ନା ଏହି ଦିବସଟି ପିଲାମାନଙ୍କ ଭବିଷ୍ୟତକୁ ଗଢ଼ିବାରେ ବହୁତ ମାତ୍ରାରେ ସହାୟକ ହୋଇଥାଏ। ଯଦି ପିଲାମାନଙ୍କ ଜୀବନରେ ଦକ୍ଷତା ନାହିଁ, ବିଭିନ୍ନ ପ୍ରକାର ଦକ୍ଷତା ସହିତ ସେମାନେ ସାମିଲ ହୋଇପାରିନାହାନ୍ତି, ତାହେଲେ ସେମାନେ ଜୀବନର ଆଗକୁ ଯାଇପାରିବେ ନାହିଁ, ଜୀବନର ଉନ୍ନତି ମୁଖରେ ସେମାନେ ଆଗେଇ ପାରିବେ ନାହିଁ। ତେଣୁକରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିବସ ହେଉଛି ଦକ୍ଷତାର ଦିବସ। ତେଣୁକରି ସେହିଦିନ ଅର୍ଥାତ୍ 26/7/2024 ଶୁକ୍ରବାର ଦିନ କିପରି ଭାବରେ ବିଦ୍ୟାଳୟମାନଙ୍କରେ ଏହି ଦକ୍ଷତାର ଦିବସ ପାଳନ କରାଯିବ, ପିଲାମାନଙ୍କୁ କେମିତି ନିୟୋଜିତ କରାଯିବ, ପିଲାମାନଙ୍କୁ କେମିତି ଏ ବିଷୟରେ ଜ୍ଞାନ ଦିଆଯିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବା। ଚାଲନ୍ତୁ ଆଉ ଡେରି ନକରି ଆଜିର ଏହି କ୍ଲାସ୍କୁ ଆରମ୍ଭ କରିବା, ଏହି ଦିବସକୁ ଆରମ୍ଭ କରିବା। ପ୍ରଥମେ ଜାଣିବା ଏହି ଦକ୍ଷତା ଦିବସର ପରିଚୟ ବିଷୟରେ ଟିକିଏ ପରିଚିତ ହୋଇଯିବା, ତାପରେ ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଆଲୋଚନା କରିବା। ଦେଖନ୍ତୁ, ଶିକ୍ଷା ସପ୍ତାହ ହେଉଛି ବାର୍ଷିକ ପଦକ୍ଷେପ ଯାହାକି ସଚେତନତାକୁ ପ୍ରୋତ୍ସାହିତ କରିଥାଏ, ଗୋଟେ ସଚେତନତା ସୃଷ୍ଟି କରିଥାଏ ଏବଂ ଭାରତରେ ଶିକ୍ଷାର ଗୁରୁତ୍ୱକୁ ପାଳନ କରିଥାଏ, ଶିକ୍ଷାକୁ ମହତ୍ତ୍ୱ ଦେଇଥାଏ। ଦେଶର ସାମଗ୍ରିକ ବିକାଶରେ ଦକ୍ଷତା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବାକୁ ଏହି ସପ୍ତାହ ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଥାଏ। ଦକ୍ଷତା ଓ ଡିଜିଟାଲ ଶିକ୍ଷା ପାଇଁ ଏହି ପାଳନ ମଧ୍ୟରେ ଗୋଟିଏ ଦିନ ଉତ୍ସର୍ଗ କରି ଆମେ ଏକବିଂଶ ଶତାବ୍ଦୀରେ ଉନ୍ନତି ପାଇଁ ଆବଶ୍ୟକ ଦକ୍ଷତା ସହିତ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିପାରିବା, ଜୀବନ ଯୁଦ୍ଧରେ ତାଙ୍କୁ ଆଗେଇ ନେଇପାରିବା। ତ ଇଏ ଥିଲା ପରିଚୟ, ସଂକ୍ଷିପ୍ତ ପରିଚୟ। ଏବେ ଆରମ୍ଭ କରିବା ଏହି ଦିବସର ଉଦ୍ଦେଶ୍ୟ କ'ଣ ରହିଛି, ମୂଳ କାରଣ କ'ଣ ରହିଛି, କ'ଣ ପାଇଁ ଆମେ କେଉଁ ଉଦ୍ଦେଶ୍ୟରେ ଏହାକୁ ଆମେ ପାଳନ କରିବା। ଦେଖନ୍ତୁ, କ'ଣ ଉଦ୍ଦେଶ୍ୟ ରହିଛି ନା, ଜାତୀୟ ଶିକ୍ଷାନୀତି NEP 2020 ଏବଂ ବିଦ୍ୟାଳୟଗୁଡ଼ିକ ପାଇଁ ଜାତୀୟ ପାଠ୍ୟକ୍ରମ ଉଭୟ ଏକାଡେମିକ୍ ଶିକ୍ଷା ସହିତ ଦକ୍ଷତାର ବିକାଶରେ ଗୁରୁତ୍ୱ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ସୁଯୋଗକୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ଶିକ୍ଷା ବିଭାଗ ଦକ୍ଷତା ଶିକ୍ଷା ଉପରେ ଏକ ଦିନିଆ କାର୍ଯ୍ୟକ୍ରମ ଉତ୍ସର୍ଗ କରିବାକୁ ଇଚ୍ଛା କରିଛନ୍ତି। ଏହି ସୁଯୋଗକୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ଶିକ୍ଷା ବିଭାଗ ଦକ୍ଷତା ଶିକ୍ଷା ଉପରେ ଏକ ଦିନିଆ କାର୍ଯ୍ୟକ୍ରମ ଉତ୍ସର୍ଗ କରିବାକୁ ଇଚ୍ଛା ରଖିଛି। ଏହା ସାମଗ୍ରିକ ଶିକ୍ଷା ଉପରେ NEPର ଧ୍ୟାନ ସହିତ ସମାନ୍ତରାଳ ଭାବରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଉପରେ ନିୟୋଜିତ କରିପାରିବ, ଅର୍ଥ ଜ୍ଞାନ ଦେଇପାରିବ। NEP 2020 ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଶିକ୍ଷାକୁ ମୁଖ୍ୟ ଶିକ୍ଷା ସ୍ରୋତ ସହିତ ଏକୀକରଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଇଏ ରହୁଛି ଉଦ୍ଦେଶ୍ୟ ଏବଂ ଆହୁରି କିଛି ରହିଛି, ଇଏ ଥିଲା। ତାପରେ ଆମେ ପଏଣ୍ଟ ଜାଣିବା, ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଜାଣିବା କ'ଣ କ'ଣ ସବୁ ରହିଛି ଉଦ୍ଦେଶ୍ୟ। ଦେଖନ୍ତୁ, ରେଜ୍ ଆୱାରନେସ୍, ସଚେତନତା ସୃଷ୍ଟି କରିବା, ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ଦକ୍ଷତା ବିକଳ୍ପ ଗୁଡ଼ିକର ଗୁରୁତ୍ୱ ଦେବା ଏବଂ ତାଙ୍କ ଭିତରେ ଥିବା ବିବିଧତା ଗୁଣକୁ ପ୍ରଦର୍ଶନ କରିବା। ଦ୍ୱିତୀୟରେ ଅଛି ବ୍ରିଜ୍ ଦି ଗ୍ୟାପ୍, ବ୍ୟବଧାନକୁ ଦୂର କରିବା, ଛାତ୍ରଛାତ୍ରୀମାନଙ୍କୁ ସମ୍ଭାବ୍ୟ ପ୍ରଶିକ୍ଷକ, ଅନୁଷ୍ଠାନ ଏବଂ ନିଯୁକ୍ତିଦାତା ସହିତ ସଂଯୋଗ କରିବା, ପରିଚିତ କରାଇବା, ଯାହାଫଳରେ କ'ଣ ହେବ, ବ୍ୟବଧାନ ଦୂର ହେବ। ତୃତୀୟ ପଏଣ୍ଟ କ'ଣ ଅଛି, ଜେନେରେଟ୍ ଇଣ୍ଟରେଷ୍ଟ, ଆଗ୍ରହ ସୃଷ୍ଟି କରିବା, ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ କ୍ୟାରିୟର ପଥ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିବା, ଆହୁରି ଆଗକୁ ନେଇଯିବା, ସେ ବିଷୟରେ ଜ୍ଞାନ ଦେଇ ତାଙ୍କୁ ଉତ୍ସାହିତ କରିବା। ତାପରେ ଅଛି କ'ଣ ନା, ହାଇଲାଇଟ୍ ସକ୍ସେସ୍ ଷ୍ଟୋରିଜ୍, ଏକାଡେମିକ୍ ସଫଳତାର କାହାଣୀଗୁଡ଼ିକୁ ହାଇଲାଇଟ୍ କରିବା, ଜଣାଇବା, ପ୍ରଚାର ପ୍ରସାର କରିବା, ଶିକ୍ଷାର୍ଥୀମାନଙ୍କର ସଫଳତାର ଶିକ୍ଷା ଏବଂ ଅବଦାନକୁ ସମାଜ ଆଗରେ ପ୍ରଦର୍ଶନ କରିବା, ସମସ୍ତଙ୍କୁ ପ୍ରଚାର ପ୍ରସାର କରି ଜଣାଇବା ହେଲା। ତାପରେ ଦେଖିବା ପ୍ରପୋଜ୍ଡ ଆକ୍ଟିଭିଟିଜ୍, ପ୍ରସ୍ତାବିତ କାର୍ଯ୍ୟକଳାପ, ବିଦ୍ୟାଳୟମାନଙ୍କରେ ଯେଉଁ କାର୍ଯ୍ୟକଳାପ ହେବ, କ'ଣ କ'ଣ ପ୍ରସ୍ତାବ ଦିଆଯାଇଛି, କେଉଁ କାର୍ଯ୍ୟକଳାପ ହେବ, ସେହି ବିଷୟରେ ଏବେ ଆମେ ଜାଣିବା। ଦେଖନ୍ତୁ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଦୃଢ଼ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରତିପାଦନ କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟକଳାପ ଗୁଡ଼ିକ ପ୍ରସ୍ତାବିତ ହୋଇଛି। ଅର୍ଥ ଛାତ୍ରଛାତ୍ରୀମାନଙ୍କ
ପାଇଁ ଏକ ଦୃଢ଼ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବ, ଯେଉଁଟାକି ତାଙ୍କ ଜୀବନରେ ବହୁତ ମାତ୍ରାରେ ବ୍ୟବହାର ହେବ। ଦେଖିବା କ'ଣ କ'ଣ ସବୁ ପଏଣ୍ଟ ରହିଛି। ଦେଖନ୍ତୁ ରହିଛି ଇଣ୍ଟ୍ରୋଡକ୍ସନ୍ ଟୁ କମ୍ୟୁନିକେସନ୍ ସେଲ୍ସ ଆଣ୍ଡ ମାର୍କେଟିଂ ହେଲା, ଯୋଗାଯୋଗ ବିକ୍ରୟ ଏବଂ ମାର୍କେଟିଂର ପରିଚୟ ବିଷୟରେ ଆମେ ଜାଣିବା। ପ୍ରଥମ ରହିଛି ଆକ୍ଟିଭିଟି ରୋଲ୍ ପ୍ଲେଜ୍, ଅର୍ଥ ରୋଲ୍ ପ୍ଲେ ମାଧ୍ୟମରେ ଡ୍ରାମା ମାଧ୍ୟମରେ ଆମେ ଏହି ଯୋଗାଯୋଗ ବିକ୍ରୟ ଏବଂ ମାର୍କେଟିଂର ଯେଉଁ ରହିଛି ଜ୍ଞାନକୁ ଆମେ ବୃଦ୍ଧି କରିବା। ଦକ୍ଷତା କ'ଣ ରହିଛି, ସ୍କିଲ୍ସ କ'ଣ ରହିଛି ନା ଯୋଗାଯୋଗ ଦକ୍ଷତା ବୃଦ୍ଧି କରିବା, ଏଥିରେ ଯୋଗାଯୋଗ ଦକ୍ଷତାର ବୃଦ୍ଧି ହେବ, ବିକ୍ରୟ କୌଶଳ କେମିତି ବିକ୍ରୟ ହେବ ସେ କୌଶଳ ବୃଦ୍ଧି ହେବ, ମାର୍କେଟିଂ ଯୋଜନା ମାର୍କେଟିଂ ପାଇଁ ଯୋଜନା କ'ଣ ପ୍ରସ୍ତୁତ କରାଯିବ ସେ କୌଶଳ ବି ବୃଦ୍ଧି ହେବ। ଏବେ ଦେଖିବା ଡେସ୍କ୍ରିପସନ୍ କ'ଣ ହୋଇଛି ଦେଖନ୍ତୁ। ଏହି କର୍ମଶାଳାରେ ଛାତ୍ରମାନେ ଦେଖନ୍ତୁ ଫାଷ୍ଟ ଅଛି କଷ୍ଟମର ଏନଗେଜମେଣ୍ଟ ଆଣ୍ଡ ପ୍ରଡକ୍ଟ ପ୍ରେଜେଣ୍ଟେସନ୍ ହେଲା, ଯେଉଁଟା ଆମେ ଦେଖିଲେ ହେଲା, କଷ୍ଟମର ଏନଗେଜମେଣ୍ଟ ଆଣ୍ଡ ପ୍ରଡକ୍ଟ ପ୍ରେଜେଣ୍ଟେସନ୍ ହେଲା। ଦେଖନ୍ତୁ ତା ପୂର୍ବରୁ ଟିକେ ଦେଖିନେବା ଡେସ୍କ୍ରିପସନ୍ କ'ଣ ରହିଛି। ଇନ୍ ଦିସ୍ ୱାର୍କସପ୍ ଯେଉଁଟା ରହିଛି, ଏହି କର୍ମଶାଳାରେ ଛାତ୍ରମାନେ ଯୋଗାଯୋଗ ବିକ୍ରୟ ଏବଂ ମାର୍କେଟିଂ ଆଦି କ୍ଷେତ୍ରରେ ଅତ୍ୟାବଶ୍ୟକ ଦକ୍ଷତା ବିକାଶ ପାଇଁ ଭୂମିକା ନିର୍ବାହ କରୁଥିବା କାର୍ଯ୍ୟରେ ଅଂଶଗ୍ରହଣ କରିବେ, ଯାହାଫଳରେ ସେହି ବିଷୟରେ ସେମାନେ ଜ୍ଞାନ ଅର୍ଜନ କରିପାରିବେ। ଫାର୍ଷ୍ଟ ପଏଣ୍ଟ ରହିଛି କ'ଣ, କଷ୍ଟମର ଏନଗେଜମେଣ୍ଟ ଆଣ୍ଡ ପ୍ରଡକ୍ଟ ପ୍ରେଜେଣ୍ଟେସନ୍ ହେଲା, ଗ୍ରାହକ ଯୋଗଦାନ ଏବଂ ଉତ୍ପାଦ ଉପସ୍ଥାପନ, ଅର୍ଥ ଛାତ୍ରମାନେ ଏକ ଅନୁକରଣୀୟ ବିକ୍ରୟ ପରିବେଶରେ ସମ୍ଭାବ୍ୟ ଗ୍ରାହକଙ୍କ ସହିତ ଜଡ଼ିତ ହେବା ଅଭ୍ୟାସ କରିବେ, ଅର୍ଥ ଯେଉଁମାନେ ଗ୍ରାହକ ରହିଲେ କଷ୍ଟମର ରହିଲେ ସେମାନଙ୍କ ସହିତ ପରିଚୟ ସୃଷ୍ଟି କରିବା, ସେମାନଙ୍କ ସହିତ ଅଧିକ ସମ୍ପର୍କ ନିବିଡ଼ କରିବା, ସେମାନଙ୍କ ସହିତ ଭଲ ବ୍ୟବହାର କରିବା, ଯାହାଫଳରେ କ'ଣ ହେବ ଗ୍ରାହକ ସଂଖ୍ୟା ବଢ଼ିବ, ବିଜନେସ୍ ବଢ଼ିବ, ସବୁ କ'ଣ ହେବ ଏ କ୍ଷେତ୍ରରେ ଜ୍ଞାନ ବି ବଢ଼ିବ। ସେଇ ଜିନିଷଟା କେମିତି କରିବା, ଆଉ କ'ଣ ନା ଉତ୍ପାଦ ଉପସ୍ଥାପନା, ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ଫିଚର୍ସ ଲାଭକୁ ହାଇଲାଇଟ୍ କରି ସେମାନେ କେମିତି ଫଳପ୍ରଦ ଭାବରେ ସେବା ଉପସ୍ଥାପନ କରିବା ଶିଖିବେ, ଅର୍ଥ କ'ଣ ବିଭିନ୍ନ ପ୍ରକାର ଯେଉଁ ପ୍ରଡକ୍ଟସ୍ ରହିଛି ତାକୁ ସୁନ୍ଦର ଭାବରେ ଉପସ୍ଥାପନ କରିବା, ଉନ୍ନତ ମାନର ପ୍ରଡକ୍ଟ ଆଣିବା, ଯାହାଫଳରେ କ'ଣ ହେବ ନା ବିଜନେସ୍ଟା ବଢ଼ିବ ହେଲା, ଆଉ କଷ୍ଟମର ସଂଖ୍ୟା ବି ବଢ଼ିବେ ଏବଂ ସମ୍ପର୍କ ସୃଷ୍ଟି ହୋଇପାରିବ। ଏ ବିଷୟରେ ଜ୍ଞାନ ଦେବା, ଏ ବିଷୟରେ ଗୋଟେ ନମୁନା ବି କରିପାରିବା, ବିଦ୍ୟାଳୟମାନଙ୍କରେ ଗୋଟେ ଗ୍ରାହକ ଯୋଗଦାନ ଏବଂ ଉତ୍ପାଦନ ଉପସ୍ଥାପନ ଉପରେ ଗୋଟେ ନମୁନା ବି କରିପାରିବା, କରିକି ଶିକ୍ଷା ଦେଇପାରିବା କିମ୍ବା ଥିଓରିଟିକାଲ ଶିକ୍ଷା ଦେଇପାରିବା, ଏ ବିଷୟରେ ବି କରିପାରିବେ ହେଲା। ତାପରେ ଦେଖିବା କ'ଣ ହ୍ୟାଣ୍ଡଲିଂ ଅବଜେକ୍ସନ୍ସ ଆଣ୍ଡ କ୍ଲୋଜିଂ ସେଲ୍ସ, ଆପତ୍ତି ପରିଚାଳନା ଏବଂ ବିକ୍ରୟ ବନ୍ଦ ବିକ୍ରୟ। ଆପତ୍ତି ପରିଚାଳନା କ'ଣ, ଯେଉଁ କଷ୍ଟମର ମାନେ ରହିଲେ ତାଙ୍କର କୌଣସି ଯଦି କମ୍ପ୍ଲେନ୍ ରହିଛି, ଅଭିଯୋଗ ରହିଛି, ତାକୁ ଆମେ ହ୍ୟାଣ୍ଡେଲ୍ କରିବା, କ'ଣ ଅଭିଯୋଗ ରହିଛି ତାକୁ ଶୁଣିବା, ବୁଝିବା ଏବଂ ସେ ଅଭିଯୋଗକୁ ସମାଧାନ କରିବା। ଯଦି କୌଣସି ପ୍ରଡକ୍ଟସ୍ ଉପରେ ରହିଥିବ ସେ ପ୍ରଡକ୍ଟସ୍ର କ'ଣ କରିବା ନା ଉନ୍ନତ ମାନର ପ୍ରଡକ୍ଟସ୍ ଆଣିବା, ସମସ୍ତଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବା ଏବଂ ବନ୍ଦ ବିକ୍ରୟ ବା ବିଜନେସ୍କୁ କେବେ ବନ୍ଦ କରିବା ନାହିଁ, ତାକୁ ଆହୁରି ବଢ଼େଇ ଚାଲିବା, କେମିତି ନା ଗୋଟେ ବିଶ୍ୱାସ ସୃଷ୍ଟି କରିବା, ଆଉ ସେମାନଙ୍କର ଯେଉଁ ଅଭିଯୋଗ ରହିଛି ତାକୁ ଶୁଣିବା, ତାକୁ ସମାଧାନ କରିବା, ଯାହାଫଳରେ କ'ଣ ହେବ ଉନ୍ନତି ନା ଜ୍ଞାନ ସେ ବିଷୟରେ ବଢ଼ିବ। ଏ ବିଷୟରେ ବି ଆମେ କରିପାରିବା, ଏ ବିଷୟରେ ଗୋଟେ ନମୁନା କରିପାରିବା, ଏ ବିଷୟରେ ଜ୍ଞାନ ଦେଇପାରିବା ପିଲାମାନଙ୍କୁ ହେଲା, ଇଏ ରହିଛି ଆକ୍ଟିଭିଟି। ତାପରେ ରହିଛି କ'ଣ ଟାର୍ଗେଟ୍ ଅଡ଼ିଏନ୍ସ ଆଇଡେଣ୍ଟିଫିକେସନ୍ ଆଣ୍ଡ ମାର୍କେଟ ରିସର୍ଚ୍ଚ, ଟାର୍ଗେଟ୍ ଦର୍ଶକ ପରିଚୟ ଏବଂ ବଜାର ଅନୁସନ୍ଧାନ, ଦର୍ଶକମାନଙ୍କୁ ଟାର୍ଗେଟ୍ କରିବା, ଅର୍ଥ ଦର୍ଶକମାନଙ୍କ ଭିତରେ ଗୋଟେ ପରିଚୟ ସୃଷ୍ଟି କରିବା, ସମ୍ପର୍କ ସୃଷ୍ଟି କରିବା ଏବଂ ବଜାର ଅନୁସନ୍ଧାନ କରିବା, ବଜାର ଖୋଜିବା, କେଉଁଠି ବିକ୍ରୟ ହୋଇପାରିବ, କେଉଁଠି ଭଲ ଚାଲିପାରିବ, କେଉଁଠି ଭଲ ବିଜନେସ୍ ହୋଇପାରିବ, ଦର୍ଶକଙ୍କୁ ଚିହ୍ନଟ କରିବା ସହିତ ମାର୍କେଟିଂ ଉପରେ ଧାରଣା ସୃଷ୍ଟି କରିବା, ଏ ଜ୍ଞାନ ପିଲାମାନଙ୍କୁ ଦେବା, ଅର୍ଥ ଗୋଟେ ନମୁନା ବି ତିଆରି କରିପାରିବା, ବିଦ୍ୟାଳୟମାନଙ୍କରେ ପ୍ରାକ୍ଟିକାଲ କରିପାରିବା, ଏହାଦ୍ୱାରା ଛାତ୍ରମାନେ ସହଜ ଭାବରେ ବଜାର ଅନୁସନ୍ଧାନ କରିପାରିବେ ହେଲା, ବଜାର ଅନୁସନ୍ଧାନ ବିଷୟରେ ଜ୍ଞାନ ଆହରଣ କରିବେ, ଯାହାଫଳରେ କ'ଣ ହେବ ସେମାନଙ୍କର ସେ ବିଷୟରେ ଜ୍ଞାନ ବୃଦ୍ଧି ହେବ, ସେ ବିଷୟରେ ଦକ୍ଷତା ରହିଛି ସେମାନେ ବୃଦ୍ଧି କରିପାରିବେ ଏବଂ ତାକୁ ଜୀବନରେ ଲଗେଇ ପାରିବେ। ତାପରେ ଅଛି କ'ଣ ମକ୍ ମାର୍କେଟିଂ କ୍ୟାମ୍ପେନ୍ ଡେଭଲପମେଣ୍ଟ, ମକ୍ ମାର୍କେଟିଂ ଅଭିଯାନର ବିକାଶ, ଗୋଟେ ମକ୍ ମାର୍କେଟିଂର ଗୋଟେ ନମୁନା ହେଉଛି ମକ୍ ମାର୍କେଟିଂ ହେଲା, ଯେମିତି ଇଣ୍ଟରଭ୍ୟୁର ଗୋଟେ ମକ୍ ଇଣ୍ଟରଭ୍ୟୁ ଥାଏ, ତା ପୂର୍ବ ନମୁନା ଯେଉଁଟା କୁହାଯାଏ ସେ ଭିତରେ ଥାଏ। ଏକ ବିଦ୍ୟାଳୟ ଇଭେଣ୍ଟ ଉତ୍ପାଦ ପାଇଁ ଏକ ମକ୍ ମାର୍କେଟିଂ ଅଭିଯାନ ସୃଷ୍ଟି କରିବାକୁ ଛାତ୍ରମାନେ ସହଯୋଗ କରିବେ, ଅର୍ଥ ବିଦ୍ୟାଳୟମାନଙ୍କରେ ପିଲା ଏବଂ ଶିକ୍ଷକମାନଙ୍କୁ ନେଇକି ଗୋଟେ ନମୁନା ମାର୍କେଟିଂ କରାଯାଇପାରିବ, ତାକୁ ଗୋଟେ ପ୍ରାକ୍ଟିକାଲ କରାଯାଇପାରିବ, ଯାହାଫଳରେ ସେଥିରୁ ପିଲାମାନେ ବହୁତ ସାରା ଜ୍ଞାନ ଅର୍ଜନ କରିବେ, ସ୍କିଲ୍ ଦକ୍ଷତା ଅର୍ଜନ କରିବେ ଏବଂ ତାକୁ କାର୍ଯ୍ୟରେ ଲଗାଇ ପାରିବେ। ସେମାନେ ପ୍ରୋତ୍ସାହନମୂଳକ ସାମଗ୍ରୀ ଯେପରିକି ପୋଷ୍ଟର, ସୋସିଆଲ ମିଡ଼ିଆ ପୋଷ୍ଟ, ବିଜ୍ଞାପନ ମାଧ୍ୟମରେ ବିକାଶ କରିପାରିବେ। ଏସବୁ କ'ଣ ତାଙ୍କର ଯେଉଁ ରହିଛି ମାର୍କେଟିଂ ଯେଉଁ ଯୋଜନା ରହିଛି ତାକୁ ଏଇ ସୋସିଆଲ ମିଡ଼ିଆ ମାଧ୍ୟମରେ ସେମାନେ ହାଇଲାଇଟ୍ କରିପାରିବେ ହେଲା, ଯାହାଫଳକୁ ଦର୍ଶକମାନଙ୍କୁ ସେମାନେ କଷ୍ଟମରମାନଙ୍କୁ ଆକୃଷ୍ଟ କରିପାରିବେ। ଛାତ୍ରମାନେ ସେମାନଙ୍କ ଲକ୍ଷ୍ୟ ଦର୍ଶକଙ୍କୁ
ଆକର୍ଷିତ କରିବା ପାଇଁ ମନଲୋଭା ବିଜ୍ଞାପନ ରଣନୀତି ବି ପ୍ରସ୍ତୁତ କରିପାରିବେ। ଦର୍ଶକମାନଙ୍କୁ ବା ଏଇ ଯେଉଁ ରହିଛନ୍ତି ଆମର କଷ୍ଟମରମାନଙ୍କୁ ଆକର୍ଷିତ କରିବା ପାଇଁ, ସେମାନଙ୍କ ଭିତରେ ଫେଦ୍ ବଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିବେ। କ'ଣ ନା ବିଭିନ୍ନ ପ୍ରକାର ମନଲୋଭା ଯେଉଁ ବିଜ୍ଞାପନ ରହିଛି ତାକୁ ପ୍ରଦର୍ଶନ କରିପାରିବେ। ଏ ମାଧ୍ୟମରେ ବି ଏ ଜିନିଷ ପ୍ରାକ୍ଟିକାଲ କରାଯାଇପାରିବ, ଏ ଜିନିଷ ବିଷୟରେ ଜ୍ଞାନ ଦିଆଯାଇପାରିବ, ଏ ବିଷୟରେ କ'ଣ ଗୋଟେ କୌଶଳ ସୃଷ୍ଟି କରାଯାଇପାରିବ, ଗୋଟେ ଦକ୍ଷତା ସୃଷ୍ଟି କରାଯାଇପାରିବ ପିଲାମାନଙ୍କ ଭିତରେ। ତାପରେ ଦେଖିବା କ'ଣ ରହିଛି କଲଚରାଲ ଆଣ୍ଡ ହିଷ୍ଟୋରିକାଲ ଆୱାରନେସ୍, ହେଲା, ସାଂସ୍କୃତିକ ଏବଂ ଐତିହାସିକ ସଚେତନତା ସୃଷ୍ଟି କରିବା ପିଲାମାନଙ୍କ ଭିତରେ, ଗୋଟେ ସଂସ୍କୃତି କ୍ଷେତ୍ରରେ ଏବଂ ଇତିହାସ କ୍ଷେତ୍ରରେ ଗୋଟେ ସଚେତନତା ସୃଷ୍ଟି କରିବା। କ'ଣ ତାର କାର୍ଯ୍ୟକଳାପ କ'ଣ ରହିଛି ନା କ'ଣ କାର୍ଯ୍ୟ ହେବ ନା ଐତିହାସିକ ସ୍ଥାନ ଗୁଡ଼ିକୁ ପରିଦର୍ଶନ କରିବା। ବିଭିନ୍ନ ଯେଉଁ ଐତିହାସିକ ସ୍ଥାନ ରହିଛି ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଲୋକାଲରେ ରହିଛି, ସେ ଜାଗାକୁ ପିଲାମାନଙ୍କୁ ବୁଲେଇ ନେବା, ସେଠି ଆମେ ପ୍ରାକ୍ଟିକାଲ ଜ୍ଞାନ ଅର୍ଜନ କରିବା ପିଲାମାନଙ୍କ ଭିତରେ। କ'ଣ ତାପରେ ଇଏ ଗଲା। ତାପରେ ଦକ୍ଷତା କ'ଣ ରହିଛି, କେଉଁ ଦକ୍ଷତା ହାସଲ ହେବ ପିଲାମାନଙ୍କ ଭିତରେ ନା ଐତିହାସିକ ସଚେତନତା, ଗୋଟେ ଇତିହାସ କ୍ଷେତ୍ରରେ ଗୋଟେ ସଚେତନତା ସୃଷ୍ଟି ହେବ, ହେଲା, ଅତୀତର କଥା ବିଷୟରେ ଗୋଟେ ସଚେତନ ସୃଷ୍ଟି ହେବ। ସାଂସ୍କୃତିକ ବୁଝାମଣା, ସଂସ୍କୃତି କ୍ଷେତ୍ରରେ ଯେଉଁ ରହିଛି ବିଭିନ୍ନ ପ୍ରକାର କଥା ରହିଛି ସେହି ବିଷୟରେ ଜ୍ଞାନ ଅର୍ଜନ କରିବେ। ସଂସ୍କୃତି କ'ଣ, ଆମ ସଂସ୍କୃତିର ପରିଚୟ ବିଷୟରେ ସେମାନେ ଜାଣିବେ, ପର୍ଯ୍ୟବେକ୍ଷଣ କରିବେ, ବିଭିନ୍ନ ଜିନିଷକୁ ପର୍ଯ୍ୟବେକ୍ଷଣ କରିବେ ଆଉ ବିଶ୍ଳେଷଣ କରିବେ। ଏସବୁ ଦକ୍ଷତା ଅର୍ଜନ ତାଙ୍କ ଭିତରେ ହେଇପାରିବ, ହେଲା। ତାପରେ ଦେଖିବା କେମିତି ଶିଶୁ ରହିବେ ବର୍ଣ୍ଣନା କରିବା। ଦେଖନ୍ତୁ, ଐତିହାସିକ ସ୍ଥାନଗୁଡ଼ିକର କାର୍ଯ୍ୟକଳାପ ଛାତ୍ରମାନଙ୍କୁ ନିର୍ଦ୍ଦିଷ୍ଟ ଐତିହାସିକ ସ୍ଥାନଗୁଡ଼ିକର ସମୃଦ୍ଧ ଇତିହାସ ଏବଂ ସାଂସ୍କୃତିକ ମହତ୍ତ୍ୱ ବିଷୟରେ ଜାଣିବାରେ ସାହାଯ୍ୟ କରିବ। ନିଶ୍ଚିତ ଭାବରେ ଯେତେବେଳେ ପିଲାମାନେ ଗୋଟେ ଐତିହାସିକ ସ୍ଥାନକୁ ବୁଲିବାକୁ ଯିବେ, ସେହି ବିଷୟରେ ଜ୍ଞାନ ଅର୍ଜନ କରିବେ, ସେହି ବିଷୟରେ କ'ଣ ହେବ ନା ସେ ମହତ୍ତ୍ୱ କ'ଣ, ତା'ର ଅବଦାନ କ'ଣ, ସେ ବିଷୟରେ ସେମାନେ ଜାଣିପାରିବେ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ଐତିହାସିକ ଚିହ୍ନ ବା ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଅନୁସନ୍ଧାନ କରିପାରିବେ। ଅଂଶଗ୍ରହଣକାରୀମାନେ ଯେଉଁ ରହିଲେ ଛାତ୍ରଛାତ୍ରୀମାନେ, ସେ ବିଷୟରେ ବିଭିନ୍ନ ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ବୁଲି ପାରିବେ ଏବଂ ଐତିହାସିକ ଚିହ୍ନକୁ ସେମାନେ କ'ଣ କରିବେ, ଅନୁସନ୍ଧାନ କରିପାରିବେ। ଅଂଶଗ୍ରହଣକାରୀମାନେ କଳାକୃତି ଉପରେ ନଜର ରଖିବା, ସ୍ଥାନୀୟ ଇତିହାସ ବିଷୟରେ ଜାଣିବା ଭଳି କାର୍ଯ୍ୟରେ ନିୟୋଜିତ ହେବେ। ଯେତେବେଳେ ସେ ଜାଗାକୁ ଯାଇଛନ୍ତି ତାର କଳାକୃତି କ'ଣ ସେ ବିଷୟରେ ଜ୍ଞାନ ଆହରଣ କରିବେ। ସ୍ଥାନୀୟ ଇତିହାସ ବିଷୟରେ, ସେଇଠିକାର ଇତିହାସ କ'ଣ ରହିଛି ସେ ବିଷୟରେ ଜାଣିବା ପାଇଁ ସେମାନେ ଚେଷ୍ଟା କରିବେ, ସେଥିରେ ବି ନିୟୋଜିତ ହେବେ। ଏଇଟା ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଏବଂ ସେଥିରେ କ'ଣ ହେଇଥାଏ ନା ବିଭିନ୍ନ ପ୍ରକାର ଜ୍ଞାନ ମିଳିଥାଏ, ଯେଉଁଟାକି ଗୋଟେ ତାଙ୍କର କ'ଣ ଦକ୍ଷତାର ବୃଦ୍ଧି ହେଇଥାଏ। ତାପରେ କ'ଣ ପରିଦର୍ଶନ ସମୟରେ ଅଂଶଗ୍ରହଣକାରୀ ଅର୍ଥ ପିଲାମାନଙ୍କୁ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ, ଅତୀତର ସଭ୍ୟତା ବିଷୟରେ, ସେମାନଙ୍କର ଗୁରୁତ୍ୱ ଏବଂ ସମସାମୟିକ ସମାଜ ପାଇଁ ସେମାନେ ପ୍ରଦାନ କରୁଥିବା ବିଷୟ ଉପରେ ପ୍ରତିଫଳିତ କରିବାକୁ ଉତ୍ସାହିତ କରିବେ। ସେ ବିଷୟରେ ସେମାନେ ଜ୍ଞାନ ବି ପାଇପାରିବେ। ଛାତ୍ରମାନେ ବିଦ୍ୟାଳୟରେ ସେମାନଙ୍କର ବିଦ୍ୟାଳୟ ସଂଗ୍ରହାଳୟ ଆରମ୍ଭ କରିପାରିବେ, କଳାକୃତି ଏବଂ ଐତିହାସିକ ବସ୍ତୁଗୁଡ଼ିକୁ ଟେବୁଲ ଉପରେ ପ୍ରଦର୍ଶିତ କରିପାରିବେ। ଛାତ୍ରମାନେ ସେମାନଙ୍କର ପ୍ରତିମୂର୍ତ୍ତି ଏବଂ ସ୍ମାରକୀ ମାଧ୍ୟମରେ ସ୍ଥାନୀୟ ଐତିହାସିକ ବ୍ୟକ୍ତିବିଶେଷଙ୍କ ଜୀବନୀ ଏବଂ ଅବଦାନ ବିଷୟରେ ମଧ୍ୟ ଜାଣିବେ। ଛାତ୍ରମାନେ ସ୍ଥାନୀୟ ଇତିହାସ ଓ ବ୍ୟକ୍ତିବିଶେଷଙ୍କ ସମ୍ମାନର ମହତ୍ତ୍ୱକୁ ବୁଝିବେ ଏବଂ ସମ୍ପ୍ରଦାୟ ଗଠନରେ ସେମାନଙ୍କର ଅବଦାନ ଉପରେ ଆଲୋଚନା କରିବେ। ଏସବୁ ବିଷୟରେ ସେମାନେ କ'ଣ କରିବେ, ଗୋଟେ ପ୍ରାକ୍ଟିକାଲ ନଲେଜ ପାଇପାରିବେ ଯଦି ସେଠିକି ନିଆଯିବ। ନଚେତ୍ ଥିଓରିଟିକାଲ ଦେଲେ ବି ସେ ବିଷୟରେ ଜ୍ଞାନ ପାଇପାରିବେ ଆଉ ସେ ବିଷୟରେ ତାଙ୍କର ଦକ୍ଷତା ଅର୍ଜନ ହେଇପାରିବ। ତାପରେ ଦେଖିବା କ'ଣ ରହିଛି ଲର୍ଣ୍ଣିଂ ଫ୍ରମ୍ ନେଚର ଆଣ୍ଡ ଏଗ୍ରିକଲଚର। ଦେଖନ୍ତୁ, ଯେ ପ୍ରକୃତି ଏବଂ କୃଷିରୁ କ'ଣ ଶିକ୍ଷା ପାଇବେ ପିଲାମାନେ, ହେଲା। ତାର କାର୍ଯ୍ୟକଳାପ କ'ଣ ରହିଛି, ଆକ୍ଟିଭିଟି କ'ଣ ରହିଛି ନା ଦେଖନ୍ତୁ, ଜୈବିକ କ୍ଷେତ ପରିଦର୍ଶନ, ଯେଉଁ ଜୈବିକ କ୍ଷେତ ରହିଛି ସେ କ୍ଷେତକୁ ପରିଦର୍ଶନ କରାଯିବ, ପିଲାମାନଙ୍କୁ ନିଆଯିବ, ଯେଉଁଠି ଗୋଟେ ପ୍ରାକ୍ଟିକାଲ ନଲେଜ ପାଇବେ। କ'ଣ ଦେଖନ୍ତୁ ନା ଉଦ୍ୟାନ କୃଷି, ନର୍ସରୀ, କୃଷି ବଜାର, ତାପରେ ଦୁଗ୍ଧ ଫାର୍ମ, ପଶୁପାଳନ ତାଲିମ କେନ୍ଦ୍ର, ସମବାୟ ସମିତି, ପାର୍କ, ଜଙ୍ଗଲ, ପୋଖରୀ, ଉଦ୍ୟାନ, ଏଇସବୁ ଜାଗାକୁ ହେଲା ପିଲାମାନଙ୍କୁ ବୁଲେଇ ନିଆଯିବ। ଯାହାଫଳରେ କ'ଣ କେଉଁ ଦକ୍ଷତା ବୃଦ୍ଧି ହେବ ନା ପରିବେଶ ସଚେତନତା, ପରିବେଶ କେମିତି ସଚେତନତା, ପରିବେଶ କେମିତି ଠିକ୍ ରହିପାରିବ, ସନ୍ତୁଳନ ରହିପାରିବ, ସେ ବିଷୟରେ ସଚେତନତା ପାଇପାରିବେ ଏବଂ ଅନୁସନ୍ଧାନ, ସେ ବିଷୟରେ ଅନୁସନ୍ଧାନ କରିପାରିବେ ଏବଂ ସୃଜନଶୀଳତାର ଶକ୍ତି ତାଙ୍କ ଭିତରେ ବୃଦ୍ଧି ହେଇପାରିବ। ତାପରେ ଦେଖିବା କ'ଣ ବର୍ଣ୍ଣନା ରହିଛି ସେ ବିଷୟରେ ଆଉ ଟିକେ ଅଧିକ ଆମେ ଜାଣିବା। ଏହି କାର୍ଯ୍ୟକଳାପ ଛାତ୍ରମାନଙ୍କୁ କୃଷି ଭୂମିକା ଆଉ ପ୍ରାକୃତିକ ପରିବେଶରୁ ଦେଖିବା ଏବଂ ଶିଖିବା ପାଇଁ ପ୍ରେରଣା ଯୋଗାଇବ। ଅଂଶଗ୍ରହଣକାରୀମାନେ ନିକଟସ୍ଥ ପ୍ରାକୃତିକ ପରିବେଶ ଅନୁସନ୍ଧାନରେ ନିୟୋଜିତ ହେବେ, ଅର୍ଥ ପିଲାମାନେ ନିୟୋଜିତ ହୋଇପାରିବେ, ଯେପରିକି ପାର୍କ, ଜଙ୍ଗଲ, ଉଦ୍ୟାନ ଇତ୍ୟାଦି। ଇକୋସିଷ୍ଟମ, ଜୈବ ବିବିଧତା ଆଦି ବିଷୟରେ ଜାଣିବେ, ହେଲା। ଇକୋସିଷ୍ଟମ କ'ଣ, ହେଲା, ପରିସଂସ୍ଥା କ'ଣ, ଜୈବ ବିବିଧତା କ'ଣ, ଏ ବିଷୟରେ ଜାଣିବେ। ଏହି କାର୍ଯ୍ୟକଳାପରେ ଉଦ୍ଭିଦ ପ୍ରଜାତି ଗୁଡ଼ିକ ଚିହ୍ନଟ କରିବା, ବିଭିନ୍ନ ପ୍ରକାର ଉଦ୍ଭିଦର ପ୍ରଜାତି ରହିଛି, ଜାତି ରହିଛି, ପ୍ରଜାତି ରହିଛି, ସେ ବିଷୟରେ ସେମାନେ ଜ୍ଞାନ ଅର୍ଜନ କରିବେ। ପଶୁମାନଙ୍କ ଆଚରଣ ଉପରେ ନଜର ରଖିବେ, ସେ ବିଷୟରେ ଜ୍ଞାନ ଅର୍ଜନ କରିବେ ଏବଂ ପ୍ରାକୃତିକ ବାସସ୍ଥାନ ବିଷୟରେ ଜ୍ଞାନ ଅର୍ଜନ କରିବେ। ଏହି କାର୍ଯ୍ୟକଳାପ ଗୁଡ଼ିକ ଅଂଶଗ୍ରହଣକାରୀଙ୍କୁ
ପ୍ରାକୃତିକ ପରିବେଶରେ ସଂରକ୍ଷଣ ଏବଂ ପରିବେଶ ପରିଚାଳକକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କର ଭୂମିକା ଉପରେ ପ୍ରତିଫଳିତ କରିବାକୁ ଉତ୍ସାହିତ କରିଥାଏ। ସେମାନେ ମଧ୍ୟ ପ୍ରଭାବଶାଳୀ ଉପକାରୀ କୀଟ ଏବଂ ଉଦ୍ଭିଦ ପାଇଁ କ୍ଷତିକାରକ କୀଟ ଚିହ୍ନଟ କରିବାରେ ସକ୍ଷମ ହୋଇପାରିବେ। ସେହିଭଳି ସମବାୟ ପରିଚାଳକ ଅନେକ କୃଷି କାର୍ଯ୍ୟ ମଧ୍ୟ ଅଛି, ସେ ବିଷୟରେ ମଧ୍ୟ ପିଲାମାନେ ଜ୍ଞାନ ଆହରଣ କରିପାରିବେ। ତାପରେ ଦେଖିବା ଲର୍ଣ୍ଣିଂ ଫ୍ରମ୍ ହାଉସ୍ ହୋଲ୍ଡ ଚୋର୍ସ। ତ ଘର କାମରୁ କ'ଣ ଶିକ୍ଷା ପାଇବେ? ଦେଖନ୍ତୁ ଘର କାମରୁ କ'ଣ ଶିକ୍ଷା ପାଇବେ, କ'ଣ କାର୍ଯ୍ୟକଳାପ ରହିଛି ନା ରାନ୍ଧିବା, ସଫା କରିବା, ସଂଗଠନ ଏବଂ ଉଦ୍ୟାନ ଇତ୍ୟାଦି ବିଷୟରେ ସେମାନେ এই କାର୍ଯ୍ୟକ୍ରମ ରହିଛି। ତ ଦକ୍ଷତା କ'ଣ କ'ଣ ବୃଦ୍ଧି ହେବ ନା ସମୟ ପରିଚାଳନା କେମିତି କରିବେ, ଧୈର୍ଯ୍ୟ ଶକ୍ତି କେମିତି ରକ୍ଷା କରିବେ, ପରିବେଶରୁ କ'ଣ କ'ଣ ସେମାନେ ଶିଖିବେ, এই ବିଷୟରେ ଦକ୍ଷତା ଅର୍ଜନ ହେବ। ଦେଖିବା ଆଉ ଟିକେ ଅଧିକ ଭାବରେ ବର୍ଣ୍ଣନା ତାର ଦେଖିବା। ଦେଖନ୍ତୁ ଛାତ୍ରଛାତ୍ରୀମାନେ ରୋଷେଇ କାର୍ଯ୍ୟରେ ନିୟୋଜିତ ହୁଅନ୍ତି, କେମିତି ରୋଷେଇ କରିବେ, ନୂଆ ନୂଆ ରେସିପି ତିଆରି କରିବେ, ହେଲା, କେମିତି ଭାଗ ମାପ ଜାଣିବେ ରୋଷେଇରେ, ଏସବୁ ବିଷୟରେ ସେ ଗୋଟେ କ'ଣ କୌଶଳ ବା ଦକ୍ଷତା ଅର୍ଜନ କରିବେ, ହେଲା। ତାପରେ କ'ଣ ନା ଦେଖନ୍ତୁ ରହିଛି କ୍ଲିନିଂ ଆଣ୍ଡ ଅର୍ଗାନାଇଜେସନ୍। ସେମାନେ କେମିତି ସଫାସୁତୁରା ରଖିବେ ପରିବେଶକୁ, ନିଜ ରୁମ୍କୁ, ନିଜ ବାସସ୍ଥାନକୁ ଏବଂ ତାଙ୍କର ଚତୁଃପାର୍ଶ୍ୱ କେମିତି ସଫାସୁତୁରା ରଖିବେ ଏବଂ ସମସ୍ତଙ୍କୁ ଏ ଆୱାରନେସ୍ ଦେବେ, ସଚେତନତା ସମସ୍ତଙ୍କ ଭିତରେ ସୃଷ୍ଟି କରିବେ କେମିତି ସଫାସୁତୁରା ରହିବା ପାଇଁ। ଗାର୍ଡେନିଂ, ଯେଉଁ ବଗିଚା କାମ ରହିଛି, ହେଲା, ଛାତ୍ରମାନେ ବଗିଚା କାର୍ଯ୍ୟରେ ଅଂଶଗ୍ରହଣ କରିବେ, ବୃକ୍ଷରୋପଣ କରିବେ, ଉଦ୍ଭିଦ ପ୍ରତିପୋଷଣ କରିବେ, ସ୍ଥାୟୀ ଉଦ୍ୟାନ ଉପରେ ଗୁରୁତ୍ୱ ଦେବେ, ଆଉ ପରିବେଶ କାରକଗୁଡ଼ିକ ଉଦ୍ଭିଦ ଜୀବନ ଉପରେ କି ପ୍ରଭାବ ପକାଇଥାଏ ସେ ବିଷୟରେ ଜାଣିବେ। ଅର୍ଥାତ୍ ଜୀବନର ଯେଉଁ ରହିଛି ବୃକ୍ଷର ମହତ୍ତ୍ୱ ବୁଝିବେ, ଜଙ୍ଗଲର ମହତ୍ତ୍ୱ ବୁଝିବେ, ସେମାନଙ୍କର ଭୂମିକା ବୁଝିବେ, ଯେଉଁଟାକି ବୃକ୍ଷ ହିଁ ଜୀବନ ଯେଉଁ କୁହାଯାଏ ତାହାର ମହତ୍ତ୍ୱକୁ ବୁଝିବେ, ତାକୁ କ'ଣ କରିବେ ବୃକ୍ଷ ସୃଷ୍ଟି କରିବେ ଏବଂ ପରିବେଶକୁ ସନ୍ତୁଳନ ରକ୍ଷା କରିବେ, ଏ ବିଷୟରେ ସେମାନେ ଦକ୍ଷତା ଅର୍ଜନ କରିବେ, ହେଲା। ତାପରେ ଦେଖିବା ଲର୍ଣ୍ଣିଂ ଆବାଉଟ୍ ମିଡ଼ିଆ ଆଣ୍ଡ ଏଣ୍ଟରଟେନମେଣ୍ଟ। ମିଡ଼ିଆ ଏବଂ ମନୋରଞ୍ଜନ ବିଷୟରେ କ'ଣ ଶିଖିବେ ପିଲାମାନେ, କ'ଣ କାର୍ଯ୍ୟକଳାପ ରହିଛି ନା ଆନିମେସନ୍ ଏବଂ ଡିଜିଟାଲ ଯେଉଁ କାହାଣୀ ରହିଛି ସେ ବିଷୟରେ ଜାଣିବେ। ଦକ୍ଷତା କ'ଣ ହେବ, କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ଅର୍ଜନ ହେବ ନା ଆନିମେସନ୍ ତିଆରି କରିବା ଶିଖିବେ ଏବଂ ଡିଜିଟାଲର ଯେଉଁ ରହିଛି ସିଷ୍ଟମ୍ ସେ ବିଷୟରେ ଜ୍ଞାନ ଅର୍ଜନ ମଧ୍ୟ କରିବେ। ବିଭିନ୍ନ ପ୍ରକାର କମ୍ପ୍ୟୁଟର ଯେଉଁ ଶିକ୍ଷା ରହିଛି ସେ ବିଷୟରେ ଜ୍ଞାନ ଅର୍ଜନ କରିବେ। ଦେଖନ୍ତୁ ତ ଏଇ ଯେଉଁ ଛାତ୍ରମାନେ ରହିଲେ ବିଭିନ୍ନ ପ୍ରକାର ଆନିମେସନ୍ ତିଆରି କରିବେ, ଯେଉଁଟାକି ଫିଲ୍ମରେ ୟୁଜ୍ ହେଉଛି, ହେଲା, ସେସବୁ ଆନିମେସନ୍ ତିଆରି କରିବେ ଏବଂ ବିଭିନ୍ନ ପ୍ରକାର କାର୍ଟୁନ୍ ତିଆରି କରିବେ, ସେ ଆନିମେସନ୍ ମାଧ୍ୟମରେ କାର୍ଟୁନ୍ ତିଆରି କରିପାରିବେ ଏବଂ କ'ଣ ନା କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ପ୍ରକାର ଯେଉଁ ସଫ୍ଟୱେର୍ ରହିଛି, ବିଭିନ୍ନ ପ୍ରକାର ଯେଉଁ ରହିଛି ଯେମିତିକି ୱାର୍ଡ଼, ଏକ୍ସେଲ୍, ପାୱାର ପଏଣ୍ଟ ଏ ବିଷୟରେ ଜ୍ଞାନ ଅର୍ଜନ କରିପାରିବେ। ତାକୁ ନେଇକି ସେମାନେ କ'ଣ କରିବେ ନା ତାଙ୍କ ଲାଇଫ୍ରେ ବ୍ୟବହାର କରିପାରିବେ, ଯେଉଁଟାକି ଗୋଟେ ତାଙ୍କର ଦକ୍ଷତା ହାସଲ ହୋଇପାରିବ। କେଉଁଥିରେ ନା ଏଇଟା ଗୋଟେ ରହିଲା କେଉଁଥିରେ ନା ମିଡ଼ିଆ ଆଉ ମନୋରଞ୍ଜନ ବିଷୟରେ, ମନୋରଞ୍ଜନ କ୍ଷେତ୍ରରେ ଦକ୍ଷତା ଅର୍ଜନ ହୋଇପାରିବ। ତାପରେ ଦେଖିବା କ'ଣ ରହିଛି, ଦେଖନ୍ତୁ ତାପରେ କୁମ୍ଭାର ଦକ୍ଷତା, ପଟେରୀ ସ୍କିଲ୍ସ ରହିଛି, କ'ଣ ଆକ୍ଟିଭିଟି ରହିଛି ନା କୁମ୍ଭାର ଦକ୍ଷତାର ଅନୁସନ୍ଧାନ, ହେଲା। ଯେଉଁ କୁମ୍ଭାରମାନେ ଯେଉଁ ରହିଛନ୍ତି ବିଭିନ୍ନ ପ୍ରକାର ମାଟିରେ କାଦୁଅରେ ବିଭିନ୍ନ ପ୍ରକାର ପାତ୍ର ତିଆରି କରୁଛନ୍ତି, ବିଭିନ୍ନ ସୁନ୍ଦର ସୁନ୍ଦର ପାତ୍ର ତିଆରି କରୁଛନ୍ତି, ସେ ବିଷୟରେ ଅନୁସନ୍ଧାନ କରିବା, ସେ ବିଷୟରେ ବିଶ୍ଳେଷଣ କରିବା, ତାକୁ କେମିତି ଆମେ ତିଆରି କରିବା ସେ ବିଷୟରେ ଜ୍ଞାନ ଅର୍ଜନ କରିବା, ଦକ୍ଷତା ଅର୍ଜନ କରିବା, ହେଲା। କ'ଣ କ'ଣ ଦକ୍ଷତା ଅର୍ଜନ ହେବ ନା ସୃଜନଶୀଳତା, କାରିଗରୀ ଇତ୍ୟାଦିର ଦକ୍ଷତା ଅର୍ଜନ ହୋଇପାରିବ ପିଲାମାନଙ୍କ ଭିତରେ। ଦେଖିବା ଆଉ ଟିକେ ଅଧିକ ଭାବରେ ବର୍ଣ୍ଣନା କରିବା। ମାଟିକୁ ବିଭିନ୍ନ ରୂପରେ ପରିଣତ କରିବା, ମାଟିର ବିଭିନ୍ନ ପ୍ରକାର ପାତ୍ର ତିଆରି କରିବା ଇତ୍ୟାଦି ଶିଖିବା ଏବଂ ପିଲାମାନଙ୍କୁ ଆପଣମାନେ ଚାହିଁଲେ ବି ସେ ଜାଗାକୁ ନେଇପାରିବେ, ସେ ପରିବେଶକୁ ନେଇପାରିବେ, ସେଠି ପ୍ରାକ୍ଟିକାଲ ଦେଖାଇ ପାରିବେ ଏବଂ ପିଲାମାନଙ୍କୁ କହିପାରିବେ ଯେ ସେମାନେ ବିଭିନ୍ନ ପ୍ରକାର ମାଟିରେ କାଦୁଅରେ ବିଭିନ୍ନ ପ୍ରକାର ଯେଉଁ ଡିଜାଇନ ପାତ୍ର ତିଆରି ହେଉଛି ସେମାନେ ବି ତିଆରି କରି ଆଣିପାରିବେ, ଯେଉଁଟାକି ତାଙ୍କର ଗୋଟେ ପ୍ରାକ୍ଟିକାଲ ଜ୍ଞାନ, ପ୍ରାକ୍ଟିକାଲ ଦକ୍ଷତା ତାଙ୍କ ଭିତରେ ବୃଦ୍ଧି ହୋଇପାରିବ, ସେଇଟାକୁ ଆପଣମାନେ କରିପାରିବେ ଏବଂ ତା ସହିତ ଥିଓରିଟିକାଲ ନଲେଜ ବି ସେମାନଙ୍କୁ ଦେଇପାରିବେ। ତାପରେ ଦେଖିବା ବାମ୍ବୋ କ୍ରାଫ୍ଟ ୱାର୍କସପ୍, ହେଲା। କ'ଣ ରହିଛି ନା ବାଉଁଶ ଶିଳ୍ପ କର୍ମଶାଳା, ବାଉଁଶ ଦ୍ୱାରା ପିଲାମାନେ କ'ଣ କ'ଣ ସବୁ ଜ୍ଞାନ ଅର୍ଜନ କରିବେ, ବାଉଁଶରୁ କ'ଣ କ'ଣ ସବୁ ଜିନିଷ ତିଆରି କରିବେ ସେ ବିଷୟରେ ଗୋଟେ ତାଙ୍କର ଦକ୍ଷତା ଅର୍ଜନ ହେବ, ହେଲା। କ'ଣ କାର୍ଯ୍ୟକଳାପ ରହିଛି ନା ବାଉଁଶ ଶିଳ୍ପ, ଦକ୍ଷତା କ'ଣ ଅର୍ଜନ ହେବ, ଏଥିରୁ କ'ଣ କ'ଣ ଦକ୍ଷତା ଅର୍ଜନ ହୋଇପାରିବ, ସୃଜନଶୀଳତା, କାରିଗରୀ, ପରିବେଶ ସଚେତନତା ଏହିପରି ସବୁ ହୋଇପାରିବ, ହେଲା। ବାଉଁଶ ଦ୍ୱାରା କ'ଣ କରିବେ ବିଭିନ୍ନ ପ୍ରକାର ଡିଜାଇନ ସବୁ ଜିନିଷ ତିଆରି ହୋଇପାରିବ, ସେମାନେ ବି ତିଆରି କରିକି ଆଣିପାରିବେ, ହେଲା। ବାଉଁଶ ଆଉ କି କାର୍ଯ୍ୟ ଲାଗୁଛି, ବାଉଁଶ ଯେଉଁ କାଗଜ ହେଉଛି, ବାଉଁଶ ଆଉ କ'ଣ କ'ଣ ସବୁ କାର୍ଯ୍ୟରେ ଲାଗୁଛି ସେ ବିଷୟରେ ସେମାନଙ୍କୁ ଜ୍ଞାନ ଦେବେ, ସେମାନେ ସେ ବିଷୟରେ ଦକ୍ଷତା ଅର୍ଜନ କରିବେ ଏବଂ ପ୍ରାକ୍ଟିକାଲ ସେମାନେ କିଛି ଜିନିଷ ବି ତିଆରି କରିକି ଆଣିପାରିବେ, ହେଲା।
ବାଉଁଶ ଶିଳ୍ପ କର୍ମଶାଳା ଛାତ୍ରମାନଙ୍କୁ ବାଉଁଶ ଏକ ସ୍ଥାୟୀ ଏବଂ ବହୁମୁଖୀ ସାମଗ୍ରୀ ସହିତ କାମ କରିବାର ପରିଚିତ କରାଇବ। ପିଲାମାନେ ମଧ୍ୟ ବାଉଁଶ ଶିଳ୍ପ କ'ଣ ଜାଣିବେ, ଶିଖିବେ ଏବଂ ଅମୂଲ୍ୟ ବାଉଁଶ ଶିଳ୍ପ ସୃଷ୍ଟି କରିବା ପାଇଁ କାର୍ଯ୍ୟରେ ନିୟୋଜିତ ହେବେ ଏବଂ ସମାଜରେ ପ୍ରଶଂସା ହାସଲ କରିବେ। ଛାତ୍ରମାନେ ବାଉଁଶର ବ୍ୟବହାରିକ ଏବଂ ସାଜସଜ୍ଜା ସାମଗ୍ରୀ ତିଆରି କରିପାରିବେ। ବିଭିନ୍ନ ପ୍ରକାର ଯେଉଁ ସାଜସଜ୍ଜା ସାମଗ୍ରୀ ରହିଛି ସେସବୁକୁ ସେମାନେ କ'ଣ କରିବେ, ତିଆରି କରିବେ, ଯାହାଫଳରେ ସେମାନେ ସେ କ୍ଷେତ୍ରରେ ଦକ୍ଷତା ହାସଲ କଲେ। ହେଲା, ତାପରେ ଦେଖିବା ବ୍ୟାଗ୍ ମେକିଂ ୱାର୍କସପ୍। ବ୍ୟାଗ୍ କେମିତି ତିଆରି କରିବେ ପିଲାମାନେ? ହେଲା, ଦେଖନ୍ତୁ ଏଥିରେ ଦକ୍ଷତା କ'ଣ ଅର୍ଜନ ହେବ ନା ସିଲେଇ ଦକ୍ଷତା। ଯେଉଁ ବ୍ୟାଗ୍ଟା କେଉଁଥିରେ ହେବ, ଗୋଟେ ସିଲେଇ ମେସିନ୍ ତିଆରି ହେବ, ସେଇ କ୍ଷେତ୍ରରେ ଦକ୍ଷତା ଅର୍ଜନ ହେବ। ସୃଜନଶୀଳତା, ଗୋଟେ ସୃଜନଶୀଳତା ଯେଉଁ ଦକ୍ଷତା ସୃଷ୍ଟି ହେବ ଏବଂ ଡିଜାଇନ୍, ବିଭିନ୍ନ ପ୍ରକାର ଡିଜାଇନ୍ ତିଆରି ହେବ, ସେ ଦକ୍ଷତା ବି ସୃଷ୍ଟି ହେବ। ତ ଛାତ୍ରମାନେ ବିଭିନ୍ନ ପ୍ରକାର ବ୍ୟାଗ୍ ତିଆରି କରିବେ, ସେ ବିଷୟରେ ଜ୍ଞାନ ଲାଭ କରିବେ। ଅଂଶଗ୍ରହଣକାରୀମାନେ ବିଭିନ୍ନ ପ୍ରକାର ଡିଜାଇନ୍ରେ, ଯେଉଁ ଛାତ୍ରମାନେ ରହିଲେ ବିଭିନ୍ନ ପ୍ରକାର ଡିଜାଇନ୍ରେ ବ୍ୟାଗ୍ ପ୍ରସ୍ତୁତ କରିବାର ଶୈଳୀ ଶିଖିବେ। ଏହାଦ୍ୱାରା ସିଲେଇ କରିବାରେ ମଧ୍ୟ ଯେଉଁ ଦକ୍ଷତା ବୃଦ୍ଧି ହୋଇପାରିବ। ଅର୍ଥ ବ୍ୟାଗ୍ ତିଆରି କରିବାର ମାନେ ଅର୍ଥ ଏଠି ସିଲେଇ ଦକ୍ଷତା ବି ବୃଦ୍ଧି ହୋଇପାରିବ। ତ ଏ କ୍ଷେତ୍ରରେ ଗୋଟେ ଦକ୍ଷତା ସେମାନେ, ଯେଉଁ ପିଲାମାନେ, କିଛି ପିଲାମାନେ ବି ଜାଣିଥିବେ, ଯେଉଁମାନେ ଦକ୍ଷତାଙ୍କ ଭିତରେ ସେ ପ୍ରତିଭା ରହିଛି, ସେମାନେ ବି ତିଆରି କରି ଆଣିପାରିବେ। ଆପଣମାନେ କହିଲେ ସେମାନେ ବି ତିଆରି କରି ଆଣିପାରିବେ, ଯେଉଁଟାକି ପ୍ରାକ୍ଟିକାଲ୍ ନଲେଜ୍ ସେମାନଙ୍କ ଭିତରେ ଆହୁରି ବୃଦ୍ଧି ହେବ ଏବଂ ଅନ୍ୟ ପିଲାମାନେ ବି ସେଥିରୁ ଶିଖିବେ ଏବଂ ଥିଓରିଟିକାଲ୍ ନଲେଜ୍ ସେମାନଙ୍କୁ ଦେଇପାରିବେ। ସେ କ୍ଷେତ୍ରରେ ବି ସେମାନେ କ'ଣ ଦକ୍ଷତା ଅର୍ଜନ କରିପାରିବେ। ତାପରେ ଦେଖିବା କ'ଣ ଡ୍ରିଙ୍କିଂ ସେଫ୍ ୱାଟର ରହିଛି। କ'ଣ ନା ନିରାପଦ ଜଳ ହେଲା ପିଇବା। ଏଥିରେ କ'ଣ ଆକ୍ଟିଭିଟି ରହିଛି, ୱାଟର ଟେଷ୍ଟିଂ, ଜଳ ପରୀକ୍ଷା। ହେଲା, ଦେଖିବା ଏଥିରେ ଦକ୍ଷତା କ'ଣ ଅର୍ଜନ ହେବ ନା ବୈଜ୍ଞାନିକ ପର୍ଯ୍ୟବେକ୍ଷଣ, ବୈଜ୍ଞାନିକ ମାଧ୍ୟମରେ ତାକୁ ଅବଜର୍ଭେସନ୍ କରାଯିବ, ପର୍ଯ୍ୟବେକ୍ଷଣ କରାଯିବ। ହେଲା, କେମିତି ଜଳକୁ ବୈଜ୍ଞାନିକ ପଦ୍ଧତିରେ ଅବଜର୍ଭେସନ୍ କରାଯିବ, ପର୍ଯ୍ୟବେକ୍ଷଣ କରାଯିବ, ବିଶ୍ଳେଷଣ କରାଯିବ, ତାକୁ ତାପରେ ବିଶ୍ଳେଷଣ କରାଯିବ ଏବଂ ଏସବୁ ଜିନିଷ କରାଯିବ। ଏବଂ କ'ଣ ନା ତା ଭିତରେ ଆମେ କ'ଣ ଆଉ ଶିଖିବା, ଜାଣିବା ନା ଛାତ୍ରମାନଙ୍କୁ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ କିପରି ଜଳର ପରୀକ୍ଷା ହୁଏ ସେ ବିଷୟରେ ଶିଖାଇବେ ଏବଂ ଜଳ ଗୁଣର ବିଭିନ୍ନ ପାରାମିଟର ସହିତ ପରିଚିତ କରାଇବେ। ଛାତ୍ରମାନଙ୍କୁ ବିଭିନ୍ନ ଉତ୍ସରୁ ଜଳର ଗୁଣବତ୍ତା କ'ଣ ରହିଛି ଆକଳନ କରିବାକୁ ଅନୁମତି ଦେବେ। ଛାତ୍ରମାନେ ବିଭିନ୍ନ ପରୀକ୍ଷା ପଦ୍ଧତି, ବିଶୁଦ୍ଧ ଜଳର ମହତ୍ତ୍ୱ ବିଷୟରେ ଜାଣିବେ। ଜଳର ପରୀକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ ମଧ୍ୟ ଜାଣିବେ। ଜଳ ବିଶୋଧନ ପ୍ରଣାଳୀ ବିଷୟରେ ମଧ୍ୟ ଜାଣିବେ ଏବଂ ଜଳ ହିଁ ଜୀବନ ଏକଥା ତାଙ୍କୁ ନିଶ୍ଚିତ କହିବେ। ଜଳର ମହତ୍ତ୍ୱ କେତେ ଯେ ଅଛି ତାର କଳ୍ପନା କରିହେବ ନାହିଁ। ତେଣୁକରି ଜଳର ବିଶୋଧନ, ଜଳର ମହତ୍ତ୍ୱ ଏସବୁ ବିଷୟରେ ପିଲାଙ୍କୁ ଯଦି ପାରିବେ ପ୍ରାକ୍ଟିକାଲ୍ ନଲେଜ୍ ଦେଇପାରିବେ। ପରୀକ୍ଷା ମାଧ୍ୟମରେ ଯେଉଁ ରହିଛି ଲ୍ୟାବ୍ ମାଧ୍ୟମରେ ସେ ଜ୍ଞାନ ବି ଦେଇପାରିବେ କିମ୍ବା ଥିଓରିଟିକାଲ୍ ନଲେଜ୍ ଦେଇପାରିବେ ଏବଂ ସେ ଉପରେ ପିଲାମାନଙ୍କୁ କିଛି ପ୍ରାକ୍ଟିକାଲ୍ କରିପାରିବେ, ଯାହାଫଳରେ ସେ ବିଷୟରେ, ଜଳ ବିଷୟରେ ସେମାନଙ୍କ ଭିତରେ ଗୋଟେ ଦକ୍ଷତା ସୃଷ୍ଟି ହୋଇପାରିବ। ଯାହାକି ଏସବୁ ଯେଉଁ ଆଜିର କ୍ଲାସ୍ଟି ଏଇଠି ସରିସାରିଛି। ହେଲା, ଆମେ ଜାଣିଲେ ଯେ ଯେଉଁ ରହିଛି ଦକ୍ଷତାର ଦିବସ, ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ ଦିବସ ଏବଂ ବହୁତ କିଛି ଶିଖିବାର ଅଛି ପିଲାମାନେ। ତ ଯେଉଁଟାକି ପିଲାମାନଙ୍କ ଜୀବନକୁ ବଦଳାଇ ଦେଇଥାଏ। ଏସବୁ ବିଷୟରେ ଆମେ ଡିଟେଲରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିଲେ। ହେଲା, ତ ଆଶା କରୁଛି ଆପଣମାନେ ଯଦି এই ଭିଡ଼ିଓରୁ, ଏ କ୍ଲାସ୍ରୁ କିଛି ଶିଖିବାକୁ ପାଇଥିବେ ମୁଁ ବହୁତ ଖୁସି ହେବି। ନିଶ୍ଚିତ ମାତ୍ରାରେ ପିଲାମାନଙ୍କ କାର୍ଯ୍ୟରେ ଲାଗିବ, ପିଲାମାନେ ବି ଡେଭଲପ୍ କରିବେ। ନିଶ୍ଚିତ ଭାବରେ ଯଦି କିଛି ଜାଣିବାକୁ ପାଇଛନ୍ତି ନିଶ୍ଚୟ ଭିଡ଼ିଓକୁ ଲାଇକ୍ କରିବେ। ବହୁତ କଷ୍ଟର ସହିତ ଭିଡ଼ିଓ ତିଆରି କରାଯାଉଛି, ଭିଡ଼ିଓ ମୁଁ ଆଣିଛି, ତେଣୁକରି ନିଶ୍ଚୟ ଲାଇକ୍ କରିବେ। ଭଲ ଲାଗିଥିଲେ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ ଏବଂ ନୂଆ କରି ଚ୍ୟାନେଲକୁ ଆସିଲେ ନିଶ୍ଚୟ ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରିବେ, କାରଣ ଏଇ ଚ୍ୟାନେଲରେ ଯେତେ ସାରା ଅଫିସିଆଲ୍ ଇନଫର୍ମେସନ୍ ରହିଛି, ଚିଠି ରହିଛି, ସବୁର ଇନଫର୍ମେସନ୍ ଏଇ ଚ୍ୟାନେଲରେ ଆପଣମାନେ ପାଇପାରିବେ। ସମସ୍ତ ଅଫିସିଆଲ୍ ଚିଠିର ଇନଫର୍ମେସନ୍ ପାଇପାରିବେ। ତେଣୁକରି ନିଶ୍ଚିତ ଭାବରେ ଯୋଡ଼ି ଏହି ଚ୍ୟାନେଲ୍ ସହିତ ରୁହନ୍ତୁ ଏବଂ ମତାମତ ନିଶ୍ଚୟ ଦିଅନ୍ତୁ କମେଣ୍ଟରେ। କ୍ଲାସ୍ଟି କେମିତି ଲାଗିଲା, କ'ଣ ଏଥିରୁ ଶିଖିବାକୁ ମିଳିଲା, ଆଉ କ'ଣ କରିଥିଲେ ଭଲ ହୋଇପାରିଥାନ୍ତା, ନିଶ୍ଚିତ ମତାମତ ଜଣାନ୍ତୁ। ତ ଠିକ୍ ଅଛି, ଆଜି ପାଇଁ ଏତିକି। ମୁଁ ଖୁବ୍ ଶୀଘ୍ର ବାକି ଯେଉଁ ରହିଛି 28 ତାରିଖ ପର୍ଯ୍ୟନ୍ତ ବୋଧେ ସପ୍ତାହ ଯାକର ଯେଉଁ ରହିଛି 7ଟି ଯେଉଁ ପ୍ରୋଗ୍ରାମ୍ ରହିଛି, ଦିବସ ରହିଛି, ସବୁଗୁଡ଼ିକ ଭିଡ଼ିଓ ମୁଁ ନେଇ ଆସିବି। ଏ ଭିଡ଼ିଓଟି କମ୍ପ୍ଲିଟ୍ ହୋଇଗଲା। ଏହାପରେ ଯେଉଁ ଭିଡ଼ିଓ ରହିଛି, କ୍ଲାସ୍ ରହିଛି, ମୁଁ ଆସନ୍ତାକାଲି ନେଇ ଆସିବି। ହେଲା, ଆସନ୍ତାକାଲି ଇଏ ଥିଲା ଡେ 5ର ଦକ୍ଷତା ଦିବସ, ଅର୍ଥ 26/7/2024ର ଇଏ ଭିଡ଼ିଓ। ତାପରେ 27/7/2024 ଯେଉଁ ରହିଛି ଡେ 6ର ଯେଉଁ ଭିଡ଼ିଓ ରହିଛି, ମୁଁ ଖୁବ୍ ଶୀଘ୍ର ଆସନ୍ତାକାଲି ନେଇ ଆସିବି ଆପଣମାନଙ୍କ ପାଇଁ। ତ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ, ରହୁଛି। ଧନ୍ୟବାଦ। ଥ୍ୟାଙ୍କସ୍ ଫର୍ ୱାଚିଂ।